ଦେଖନ୍ତୁ ସାଙ୍ଗମାନେ ଆଜି ଆମେ କୋଉଠି ବୁଲିବାକୁ ଆସିଛୁ। ଆକ୍ଚୁଆଲି ଆମେ ଶୁଣିଛୁ ଗୋଆ ଯିଏ ବି ଆସନ୍ତି ଗେଷ୍ଟ କି କିମ୍ବା ଯିଏ ବି ହଉ ଏ ଜାଗା ଆସନ୍ତି ସମସ୍ତେ କ'ଣ ପାଇଁ ନା ଏଠି କେବଳ ରିଲ୍ସ ଆଉ ଫଟୋ ୟା ଛଡା ଆଉ କିଛି ବି ନୁହଁ। କିନ୍ତୁ ଏଠି ଆମେ ଆସିକି ଦେଖିଲୁ କିଛି ନାହିଁ, ଖାଲି ଦି ସାଇଡରେ ନଡିଆ ଗଛ, ମଝିରେ ରୋଡ ଆଉ ସାଇଡରେ ପାର୍କିଂ ପାଇଁ ଗାଡି ପାଇଁ ସାଇକେଲ ପାଇଁ ଯୋଉ ଅଛି ଜାଗା, ତା ବ୍ୟତୀତ କିଛି ନାହିଁ। ଆଉ ଏଠି ଆଗରେ ଗୋଟେ ଛୋଟ ପାର୍କରେ ଖାଲି ସାଇକେଲ ଅଛି ଆଉ ଦୋଳି ଦିଟା ଅଛି ବସିବା ପାଇଁ ଅଛି, ତା ଛଡା ଏଠି କିଛି ବି ନାହିଁ। କିନ୍ତୁ ଏଠି ତ କ'ଣ ଲୋକେ ଭାବନ୍ତି ଦେଖନ୍ତୁ, ଆଗକୁ କେମିତି ରାସ୍ତା ପୁରା ବନ୍ଦ କରିକି ଛିଡା ହେଇକି ମଝି ରାସ୍ତାରେ କେମିତି ସେଲ୍ଫି ଲଉଥିବେ। କିଛି ବି ନାହିଁ, କେବଳ ନଡିଆ ଗଛ, ଦି ସାଇଡରେ ନଡିଆ ଗଛ। ଏଇ ଦେଖନ୍ତୁ, ଇଏ ସକାଳୁ ନେଇ ସନ୍ଧ୍ୟା 7ଟା 8ଟା ଯାଏ ରୋଡ ବହୁତ ଭିଡ ରୁହେ। ଆଉ ଏ ରୋଡରେ ଗାଡି ଅଳ୍ପ ଯାଏ, କାରଣ ଏଠି ଗେଷ୍ଟ ଅଧିକା ଭିଡ ରୁହେ, ଜାମ୍ ରୁହେ ପାଇଁ। ଦେଖନ୍ତୁ ବଡ ବଡ ନଡିଆ ଗଛ ଅଛି, ପୁଣି ମଝିରେ ଛୋଟ ଛୋଟ ନଡିଆ ଗଛ ଲଗାଗଲାଣି। ଆଉ ଏମାନେ କେବଳ ଫଟୋ ରିଲ୍ସ କ'ଣ ଅଛି କେ ଜାଣେ। ମତେ ଲାଗୁଛି ରୋଡର ମାନେ ଭ୍ୟାଲୁ ଅଧିକା ଦଉଛନ୍ତି ବୋଧେ। ଆଉ ଯାହାହେଲେ ବି ଗୋଆ ଆସିକି ପଳେଇ ଆସିବେ ଏଇ ଜାଗାଟାକୁ। ସବୁ ଟ୍ୟାକ୍ସି ବାଲା ଆଉ ଯୋଉ ଆମର ଗୋଆ ଆସୁଛନ୍ତି ଯୋଉ ଏଜେଣ୍ଟ ମାନଙ୍କ ଥ୍ରୋରେ, ସେମାନେ ଏଇ ଜାଗାଟା ଆଗେ କହିବେ ସେଠି ଏମିତି ଅଛି, ସେଠି ସେଲ୍ଫି ଉଠାଯାଏ, ଇଏ ଯାଏ। ଦେଖନ୍ତୁ କେବଳ ସେଲ୍ଫି, ତା ଛଡା କିଛି ବି ନୁହଁ। କ'ଣ ନଡିଆ ଗଛରେ ଗାଁରେ ନାହିଁ କି ବାହାରେ ଆସି ଏମିତି ସେଲ୍ଫି ଉଠାଉଛନ୍ତି, ଆଉ କିଛି ବି ନୁହଁ। ମୁଁ ଏମିତି ଶୁଣିଥିଲି, ଆସିଲି ଦେଖିବାକୁ ଆଉ ନିଜ ଆଖିରେ ଦେଖିଲି। ଆପଣମାନଙ୍କୁ ବି